ନିକଟରେ ମହାକାଶରୁ ଫେରିଥିବା ମହାକାଶଚାରୀ ଶୁଭ୍ରାଂଶୁ ଶୁକ୍ଲାଙ୍କୁ ନେଇ ଦେଶରେ ଖୁବ୍ ଚର୍ଚ୍ଚା ହେଉଛି। ଶୁଭ୍ରାଂଶୁ ମହାମହିମ ରାଷ୍ଟ୍ରପତିଙ୍କୁ ମଧ୍ୟ ଭେଟିଥିଲେ। ରାକେଶ ଶର୍ମାଙ୍କ ପରି ଦ୍ୱିତୀୟ ବ୍ୟକ୍ତି ଭାବେ ଦେଶ ତାଙ୍କର ସଫଳତା ପାଇଁ ଗର୍ବିତ। ଏ ସମୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ଅନୁରାଗ ଠାକୁରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗତ କିଛିଦିନ ତଳେ ଜାତୀୟ ମହାକାଶ ଦିବସ ଅବସରରେ ଉନାର ଏକ ପିଏମ୍ସି ସ୍କୁଲରେ ଭାଷଣ ଦେଇ ସେ କହିଛନ୍ତି ଯେ ଭଗବାନ ହନୁମାନଙ୍କୁ ମହାକାଶକୁ ଯାଇଥିବା ପ୍ରଥମ ବ୍ୟକ୍ତି ଭାବରେ ବିବେଚନା କରାଯାଇପାରିବ। ପିଲାମାନଙ୍କୁ ସମ୍ବର୍ଦ୍ଧିତ କରିବା ସମୟରେ ବିଜେପି ସାଂସଦ ଅନୁରାଗ ଠାକୁର ଛାତ୍ରମାନଙ୍କୁ ପ୍ରଶ୍ନ ପଚାରିଥିଲେ ଯେ ମହାକାଶକୁ ଯାତ୍ରା କରିଥିବା ପ୍ରଥମ ବ୍ୟକ୍ତି କିଏ? ପିଲାମାନେ ଏହାର ଉତ୍ତର ଭିନ୍ନ ଭିନ୍ନ ଦେଇଥିଲେ। କେତେକ ନୀଲ ଆର୍ମଷ୍ଟ୍ରଙ୍ଗଙ୍କ ନାମରେ ନେଇଥିଲେ ଏବଂ କେତେକ ଅନ୍ୟ କୌଣସି ମହାକାଶଚାରୀଙ୍କ ନାମ ନେଇଥିଲେ। ମାତ୍ର ଅନୁରାଗ ଠାକୁର କହିଥିଲେ ଯେ ମୁଁ ଭାବୁଛି ପ୍ରଥମ ମହାକାଶଚାରୀ ହେଉଛନ୍ତି ହନୁମାନଜୀ। ସେ ସପକ୍ଷରେ ଯୁକ୍ତି ବାଢ଼ିଥିଲେ କି ଆମେ ଏବେ ନିଜକୁ ବର୍ତ୍ତମାନକୁ ଦେଖୁଛୁ। ଯେପର୍ଯ୍ୟନ୍ତ ଆମେ ଆମର ହଜାର ହଜାର ବର୍ଷର ପୁରୁଣା ପରମ୍ପରା ଜ୍ଞାନ ଏବଂ ସଂସ୍କୃତିକୁ ନ ଜାଣିଛୁ ସେ ପର୍ଯ୍ୟନ୍ତ ଆମେ ବ୍ରିଟିଶମାନେ ଆମକୁ ଯେପରି ଦେଖାଇଛନ୍ତି ସେହିପରି ରହିବୁ। ସେ ତାଙ୍କ ଏକ୍ସରେ ପିଲାମାନଙ୍କ ସହିତ ତାଙ୍କର ଆଲୋଚନାର ଏହି ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ପିଲାମାନଙ୍କୁ ଏହି ପ୍ରଶ୍ନ ପଚାରିଥିବାର ଦେଖାଯାଇଛି, ଯାହାକୁ ନେଇ ସାଧାରଣରେ ରୋଚକ ମନ୍ତବ୍ୟ ଶୁଣିବାକୁ ମିଳୁଛି। ବ୍ୟୁରୋ ରିପୋର୍ଟ ଓଡ଼ିଆ ନ୍ୟୁଜ୍.live। ଅଧିକ ଜାଣିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ସତେଜ ଖବର, ସଠିକ୍ ଖବର, ଆମେ ଦେଖାଇବୁ ଖବର ପଛର ଖବର।